ସମସ୍ତଙ୍କୁ ନମସ୍କାର। ଏସ୍ଏଚ୍ବି ଡିଜିଟି ଆର୍ଏସ୍ଟି ଏଲ୍ଟିଆର୍ର ସିବିଟି ସିଲାବସ୍ରେ ଥିବା କେବଟ ପ୍ରସଙ୍ଗ ଯାହାକୁ ଲେଖିଛନ୍ତି କବି ଶ୍ରୀ ତୁଳସୀ ଦାସ, ଆମେ ଆଜି ପଢ଼ିବାକୁ ଯାଉଛେ। କେବଟ ପ୍ରସଙ୍ଗରେ କ'ଣ ହେଇଛି ନା ଘଟଣା କିଛି ଅଲଗା। ଯେତେବେଳେ ଶ୍ରୀରାମଚନ୍ଦ୍ର, ସୁଗ୍ରୀବ, ଲକ୍ଷ୍ମଣ ଏବଂ ସୀତା ମାତା କ'ଣ କରୁଛନ୍ତି, ଗଙ୍ଗା ନଦୀ ପାରି ହେବା ପାଇଁ ପହଞ୍ଚିଛନ୍ତି। ସେଠାରେ ଥିବା ଯେଉଁ ଡଙ୍ଗା ଚାଳକ, ଯେଉଁ କେଉଟ ଥିଲା ସେଠି ଡଙ୍ଗା ଚଲାଉଥିଲା, ସେ ମନା କରୁଛି ଏବଂ ତାପରେ ସମସ୍ତେ ଶୁଣିକି ଆଶ୍ଚର୍ଯ୍ୟ ହେଉଛନ୍ତି। କାହିଁକି ନା ସେ ତ ଡଙ୍ଗା ଚଲାଉଛି, ଡଙ୍ଗାରେ ପାରି କଲେ ପଇସା ପାଇବ। ସେ କିନ୍ତୁ ରାମଚନ୍ଦ୍ରଙ୍କ ଭଳି ଭଗବାନ, ଲକ୍ଷ୍ମଣଙ୍କ ଭଳି ଭ୍ରାତାଙ୍କୁ ନେବା ପାଇଁ କାହିଁ ମନା କରୁଛି। ଏ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ତାପରେ କେବଟ ଗୋଟେ ସର୍ତ୍ତ ରଖୁଛି ଯେ ଯଦି ମୁଁ ଆପଣଙ୍କ ପାଦକୁ ଧୋଇଦେବି ତାହେଲେ ମୁଁ ଡଙ୍ଗାରେ ପାରି କରିବି, ନହେଲେ ପାରି କରିବି ନାହିଁ। କାହିଁକିନା ଏଇ କେଉଟ ଯେ ଡଙ୍ଗା ଚଲାଏ, ସେ କିଛି ଦିନ ତଳେ ଶୁଣିଛି ଯେ ରାମଚନ୍ଦ୍ରଙ୍କ ପାଦ ପଡ଼ିବା ମାତ୍ରେ ଗୋଟେ ପଥରଟି ନାରୀ ରୂପ ନେଇଥିଲା, ଯେ କି ଭୃଗୁ ଋଷିଙ୍କର ସ୍ତ୍ରୀ ଯେ ଅହଲ୍ୟା, ଯେ କି ଅଭିଶାପ ପାଇ ପଥର ହେଇଯାଇଥିଲେ, ସେ ରାମଚନ୍ଦ୍ରଙ୍କ ପାଦ ସ୍ପର୍ଶରେ ସେ ପୁଣି ନାରୀ ରୂପକୁ ଫେରିଥିଲେ। ଏ କଥା ମଧ୍ୟ ସେ କେଉଟଟି ଶୁଣିଥିଲା ଏବଂ ସେ ବି ତାକୁ ବି ଭୟ ଥିଲା ଯେ ଯଦି ରାମଚନ୍ଦ୍ର ମୋ ଡଙ୍ଗା ଉପରେ ପାଦ ଥୋଇଦେବେ, ଯଦି ମୋ ଡଙ୍ଗା ନାରୀ ରୂପ ନେଇଯାଏ, ତାହେଲେ ମୁଁ କେମିତି ନିଜ ପେଟ ପୋଷିବି, ମୁଁ କେମିତି ନିଜେ ବଞ୍ଚିବି, କେମିତି ପୁଣି ଡଙ୍ଗାକୁ ଫେରି ପାଇବି। ତେଣୁ ଇଏ ବି ତା ମନରେ ଗୋଟେ ଭୟ ଥିଲା। ଦେଖନ୍ତୁ ତାପରେ ମାନସର ଯେଉଁ କେବଟ ପ୍ରସଙ୍ଗରେ ତୁଳସୀଦାସ କ'ଣ ଲେଖୁଛନ୍ତି। ତୁଳସୀଦାସ ଲେଖୁଛନ୍ତି, ସୁନି କେବଟ କେ ବେନ ପ୍ରେମ ଲପେଟେ ଅଟପटे ବିୟସେ କପିପତି जानकी ଲଖନ ତନ କଠିନ ଭୟ। ମାନେ ଏଇ କଥା ଯେତେବେଳେ ସେ କେଉଟଟି କହୁଛି ବା କେବଟ କହୁଛି ଯେ ମୁଁ ଆପଣଙ୍କ ପାଦ ଆଗେ ଧୋଇଦେବି, କାହିଁକିନା ପାଦରେ ଯେଉଁ ପାୱାର ଅଛି ସେ ପାୱାରଟା ଧୋଇଦେଲେ ଚାଲିଯିବ, ଏବଂ ପାଦ ଧୋଇଦେବି ତାପରେ ହିଁ ଡଙ୍ଗାରେ ବସେଇବି। କାହିଁକିନା ସେ ଯେଉଁ ପ୍ରଥମେ ଶୁଣିଛି ଯେ ଶ୍ରୀରାମଚନ୍ଦ୍ରଙ୍କ ପାଦ ସ୍ପର୍ଶରେ ଗୋଟେ ପଥରଟି କନ୍ୟା ରୂପ ନେଇଯାଇଥିଲା, ସେ ବି ଭାବୁଛି ଯେ ମୋ ଡଙ୍ଗାରେ ଯଦି ପାଦ ଥୋଇଦେବେ ଆଉ ମୋ ଡଙ୍ଗା ଯଦି ନାରୀ ହେଇଗଲା, ତାହେଲେ ମୁଁ କେମିତି ପୁଣି ନିଜ ଜୀବିକା ନିର୍ବାହ କରିବି। ତେଣୁ ତାପରେ ଗୋଟେ ସର୍ତ୍ତ ରଖୁଛି ଯେ ମୁଁ ଗୋଡ଼ ଆଗେ ଧୋଇଦେବି, ତାପରେ ତୁମକୁ ଡଙ୍ଗାରେ ଚଢ଼େଇବି। ଏ କଥା ଶୁଣି ସମସ୍ତେ ହସୁଛନ୍ତି। ଏଇଭଳିଆ ପ୍ରେମ ଭାବନାକୁ ଦେଖିକି, କେଉଟର ଏଇଭଳିଆ ପ୍ରେମ ଭାବନାକୁ ଦେଖିକି ସମସ୍ତେ କ'ଣ କରୁଛନ୍ତି, ଯେଉଁ କପିପତି ମାନେ ହେଉଛନ୍ତି ସୁଗ୍ରୀବ ହସୁଛନ୍ତି ଏବଂ ଜାନକୀ ମାନେ ସୀତା ବି ହସୁଛନ୍ତି। ଯେ ଯାହା ହଉ, ଗୋଡ଼ ଧୋଇବା ପାଇଁ ବି କେଉଟ କହୁଛି, ଆଉ ଏତେ ପ୍ରଭୁଙ୍କ ପ୍ରତି ଏତେ ସମ୍ମାନ, ଏତେ ଆଦର ଦେଖି ସେମାନେ ବି ହସୁଛନ୍ତି। ବିହସେ କପିପତି जानकी ଲଖନ ତନ କଠିନ ଭୟ। ମାନେ ଲକ୍ଷ୍ମଣଙ୍କୁ କିନ୍ତୁ ଏ କଥାଟା ଖରାପ ଲାଗୁଛି। କହୁଛି ଯେ ସିଏ ଲକ୍ଷ୍ମଣ ଭାବୁଛନ୍ତି ଯେ ଶ୍ରୀରାମଚନ୍ଦ୍ର ତୁ ଡଙ୍ଗାରେ ବସିବେ, ତୁ କହୁଛୁ ଆଗେ ଗୋଡ଼ ଧୋଇଦେବୁ ତାପରେ ତୁ ଡଙ୍ଗାକୁ ଚଢ଼େଇବୁ। ଏ କଥା ତାଙ୍କ ମନକୁ କିନ୍ତୁ ଯାଉନି। କହେଉ କୃପା ଲଖନ ନାହିଁ ଜାନି, ପରେଉ ତୁମ୍ହାରି ସରାସନ ଭାନି। ବେଗି ଆନ ଜଲୁ ଆନି ପଖାରୁ, ଓତ ବିଲମ୍ବୁ ନ ଆତୁର ଧାରୁ। ମାନେ ଏ କଥା ଯେତେବେଳେ ଲକ୍ଷ୍ମଣ ରାଗି ଯାଉଛନ୍ତି ସେ କେଉଟ ଉପରେ, ଯେ ତୁ କାହିଁକି ଗୋଡ଼ ଧୋଇବା କଥା ଆଗେ କହୁଛୁ, ଏ କଥା ଯେତେବେଳେ ତାଙ୍କ ମନକୁ ଆସିଛି, ସେ ତାଙ୍କ ଉପରେ ରାଗି ଯାଉଛନ୍ତି, କେଉଟ ଉପରେ। ତେଣୁ ଏ କଥାକୁ ଶ୍ରୀରାମଚନ୍ଦ୍ର ଜାଣିପାରୁଛନ୍ତି ଏବଂ ଶ୍ରୀରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ବୁଝାଉଛନ୍ତି ଯେ ଧନୁ ତୀର ଆମେ ସବୁ ରଖିଛେ, ଏହାକୁ ଦେଖିକି ବୋଧେ ସିଏ ଭୟ କରିଯାଉଛି, ସେଇପାଇଁ ବୋଧେ କହୁଛି ଗୋଡ଼ ଧୋଇଦେବ ତାପରେ ଯାଇ ଡଙ୍ଗାରେ ଚଢ଼େଇବ ବୋଲି। କିଏ କହୁଛନ୍ତି ଏ କଥା? ରାମଚନ୍ଦ୍ର କହୁଛନ୍ତି ଲକ୍ଷ୍ମଣଙ୍କୁ ଯେ ଆମ ଶର ଆଉ
ଯେଉଁ ଧନୁ ଆକୁ ଦେଖିକି କେଉଟ ବୋଧେ ଡରି ଯାଇଛି, ସେଇପାଇଁ ଗୋଡ଼ ଧୋଇବା କଥା କହୁଛି। ତେଣୁ ହେ କେବଟ ତୁ ଯା ପାଣି ଆଣିକି ଆଉ ଡେରି କରନା, ଆମ ଗୋଡ଼ ଧୋଇଦେ। ପେହଇ ପଦୁ ପନାମ କରି जोर ही कर दुई बानी नाथ न नाव चनावन वब करी हूँ हठी में जोरी बर जोरी कहानी पद पखारी के नाव चढ़ाब वब होई न लेब उतराई न पावब। ମାନେ ଏଠି କ'ଣ କରୁଛି, ଏ କଥା ଶୁଣି ଶ୍ରୀରାମଚନ୍ଦ୍ର ଯେତେବେଳେ କହୁଛନ୍ତି ଯେ ଯା ତୁ ପାଣି ଆଣେ ଆମ ଗୋଡ଼ ଧୋଇଦେ, ସେଇ ସମୟରେ କ'ଣ ହେଉଛି ନା କେଉଟ ପୁରା କ'ଣ ହେଉଛି ନା ଭାବ ବିହ୍ୱଳ ହେଇଯାଉଛି ଏବଂ ପୁଣି ଥରେ ପ୍ରଣାମ କରୁଛି ଏବଂ କହୁଛି ଯେ ପର୍ଯ୍ୟନ୍ତ ମୁଁ ପାଦ ନ ଧୋଇ ଦେଇଛି ସେ ପର୍ଯ୍ୟନ୍ତ କ'ଣ କରିବିନି, ମୁଁ ଯେଉଁ ମୋର ଡଙ୍ଗାରେ ମୁଁ ଚଢ଼େଇବିନି କି ତମଠାରୁ ଯେଉଁ ଉତରାଇ ମାନେ ଯେଉଁ ସେ ଭଡ଼ା ଯେଉଁ ନିଅନ୍ତି, ଯେଉଁ ପାରି କରିଦେଲେ ଯେଉଁ ଟଙ୍କା ନିଅନ୍ତି, ମୁଁ ସେ ଟଙ୍କା ବି ତମ ପାଖରୁ ନେବିନି। ଯଦି ପାଦ ଧୋଇଦେବି ତାହେଲେ ତମେ ମୋ ଡଙ୍ଗାରେ ବସିବ, ତାପରେ ଡଙ୍ଗାରେ ବସେଇବି, ପୁଣି ଡଙ୍ଗା ପାରି କରିସାରିଲା ପରେ ସେ ଟଙ୍କା ନେବି। ତାପରେ सुनत कठिन बेन प्रणत पन पाले बोले राम हंसई हरिष कृपालु सुबाले बेगी उतरु जल आनी पखारु जासु चरण रज पावन भारू। ତାପରେ ଏ କଥା ଶୁଣିକି କ'ଣ କରୁଛନ୍ତି, ଏଇଭଳିଆ ପ୍ରଣତ ବାଣୀ ଶୁଣିକି କ'ଣ କରୁଛନ୍ତି ବା ପ୍ରଣତି ଶୁଣିକି ରାମ କହୁଛନ୍ତି ହଉ ତୁ ଠିକ୍ ଅଛି, ତୁ ଯା ଆଣିକି ପାଣି ଆଣିକି ଆମ ପାଦ ଧୋଇଦେବୁ। ବେଗି ଉତରି ଜଲୁ ଆନି ପଖାରୁ, ଜଲ୍ଦି ଜଲ୍ଦି ଯା ଆମ ଗୋଡ଼ ଆଣିକି ପାଣି ଆଣିକି ଗୋଡ଼ ଧୋଇଦେ। ଏଠି ତୁଳସୀଦାସ କହୁଛନ୍ତି ଯାସୁ ଚରଣ ରଜ ପାବନ ଭାରୁ, ମାନେ ଯାହାର ପାଦର ରଜ ମାନେ ହେଉଛି ଧୂଳି, ପାଦର ଧୂଳି ଏତେ ପବିତ୍ର, ତାକୁ ଆଜି କ'ଣ କରୁଛି ନା କେଉଟ ଧୋଇ ଦେଉଛି। ଏ କଥା କହୁଛନ୍ତି ତୁଳସୀଦାସ। ପଦ ପଖାରି ଅତି ପ୍ରେମ ବସ ଭ୍ରୁକୁଟି ବିଲୋକି ବିଲମ୍ବୁ ଲଖନ ଲଖତ ପ୍ରଭୁ ଚହହିଁ କଛୁ ଜାନି ରାମ ମତି ରମ୍ଭୁ। ଏଇ ଦୋହାରେ ତୁଳସୀଦାସ କହୁଛନ୍ତି ଯେ ସିଏ କେଉଟ ଯେତେବେଳେ ଆଣୁଛି ପାଦ ଧୋଇଦେବାକୁ ଏତେ ପ୍ରେମରେ, ଏବଂ ଲକ୍ଷ୍ମଣଙ୍କୁ ସେଇ ସମୟରେ କ'ଣ ଆସୁଛି, ରାଗ ଆସୁଛି, ତଥାପି ଲକ୍ଷ୍ମଣ କ'ଣ କରୁଛନ୍ତି, ନିଜର ରାଗକୁ କ'ଣ କରୁଛନ୍ତି, କଣ୍ଟ୍ରୋଲ କରୁଛନ୍ତି, ନିଜ ପୋଷକୁ ଆଣୁଛନ୍ତି ଏବଂ ସେ ଭାବୁଛନ୍ତି ଯେ ପ୍ରଭୁ ଶ୍ରୀରାମଚନ୍ଦ୍ର ଯଦି ନିଜ ପାଦ ଧୋଉଛନ୍ତି ବା ତାକୁ ପରମିସନ୍ ଦେଉଛନ୍ତି ତାଙ୍କ ପାଦ ଧୋଇବା ପାଇଁ, ନିଶ୍ଚିନ୍ତ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଆଉ ଅନ୍ୟ କିଛି ଯୋଜନା ଥିବ ବା ସେ ଅନ୍ୟ କିଛି ଉପାୟ ଚିନ୍ତା କରିଥିବେ। ତାପରେ ଦେଖନ୍ତୁ ଜାନି ରାମ ମତି ରମ୍ଭୁ ଉର୍ तब केवट अति धीर लायो जल भारी भरी ଅତି ପ୍ରେମ ମଗନ ଅତି ବୀର। ଏ କଥା ରାମଙ୍କ ମନର କଥା ବା ଯେଉଁ ହୃଦୟର କଥା ଚିନ୍ତା କରି ତାପରେ କ'ଣ କରୁଛି, ସିଏ ଧୀରେ କିନି ଓହ୍ଲେଇକି ଡଙ୍ଗାରୁ ଯାଉଛି ଏବଂ ଗୋଟେ ଥାଳିଏ ପାଣି ନେଇକି ଆସୁଛି, ଆଉ ପ୍ରେମମଗ୍ନ ହେଇକି ପାଣି ନେଇକି ଆସୁଛି ପାଦ ଧୋଇଦେବା ପାଇଁ। ଅତି ପ୍ରେମ ମଗନ ମତିବୀର ମାନେ ବହୁତ ମନରେ ଦୃଢ଼ ଆଶା ନେଇକି କ'ଣ କରୁଛି, ସେ ଯାଇକି ଥାଳିରେ ପାଣି ପୂରେଇକି ଆଣୁଛି ରାମଙ୍କର ପାଦ ଧୋଇଦେବା ପାଇଁ। ଅତି ଆନନ୍ଦ ଉମଗ୍ୟ ଉର୍ ତାସୁ, ତା ମନରେ ଉର୍ ମାନେ ହେଉଛି ହୃଦୟ, ତା ହୃଦୟରେ ବହୁତ ଆନନ୍ଦ ଭରିଯାଉଛି। ଧରି ଚରଣ ପରଖାତୁ ମନହୁ ଉଲ୍ଲାସ, ସିଏ ସିନା ପାଦ ଧୋଇ ଦେଉଛି କିନ୍ତୁ ତା ମନରେ ବହୁତ ଅତ୍ୟଧିକ ସେ ଆନନ୍ଦିତ ହେଇଯାଉଛି। କବି କହୁଛନ୍ତି ବରସି ସୁମନ ସୁରୁ ସରହିଁସି ଆଶା ହିଁ ଆଶା କେବଟ କିନ୍ ସୁକୃତ ବଡ଼ ବାସା। ମାନେ ସେଇ ସମୟରେ କ'ଣ ହେଉଛି ନା ସ୍ୱର୍ଗରୁ ପୁଷ୍ପ ବର୍ଷା କରୁଛନ୍ତି ଯେଉଁ ଦେବତାମାନେ ଏବଂ ମନେ ମନେ ଚିନ୍ତା କରୁଛନ୍ତି ଯେ ଯାହା ହଉ କେଉଟ ବୋଧେ ବହୁତ ବଡ଼ ପୁଣ୍ୟ କେବେ କେଉଁଦିନ କରିଥିଲା, ଆଜି ରାମଙ୍କ ପାଦକୁ ସେ ଧୋଇଦେବାର ସୁଯୋଗ ପାଇଛି। କେବଟ କିନ୍ହି ସୁକୃତ ବଡ଼ ଭାଷା, କେଉଟ ବୋଧେ ବହୁତ ଭଲ ସୁକୃତ ବା ଭଲ କାମ କରିଥିଲା, ଯାହାଫଳରେ ସେ ଆଜି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଦ ଧୋଇ ଦେବାର
ସୁଯୋଗ ପାଉଛି ଏବଂ ସେ ଆଜି ଏତେ ବଡ଼ ସୌଭାଗ୍ୟର ଅଧିକାରୀ ହେଇଛି। ପଦକମଲ ପଖାରି ଚରଣୋଦକ ଶିରୁ ଧରିଆପୁ ପିତୁର ସମେତ ଉତ୍ତରୀ ଗୌ ପାର ପ୍ରତାପୁ ହେଲା। ଏଥିରେ କହୁଛନ୍ତି ଯେ ପଦକମଲ ମାନେ ଶ୍ରୀରାମଙ୍କର ପାଦ ହେଉଛି କମଳ ସ୍ୱରୂପ ବା କମଳ ଭଳି ବା ପଦ୍ମ ଫୁଲ ପରି ତାଙ୍କ ପାଦକୁ ସେ କ'ଣ କରୁଛି ନା ପଖାରି ମାନେ ଧୋଇଦେବା। ଚରଣୋଦକ ମାନେ ଯେଉଁ ସେ ପାଦ ଧୋଇ ସାରିବା ପରେ ଯେଉଁ ପାଦୁକା ଯେଉଁ ପାଣି ସେ ତାକୁ କ'ଣ କରୁଛି ନା ନିଜ ମୁଣ୍ଡରେ ଧରୁଛି। ଶିରି ଧରି ଆପୁ ନିଜ ମୁଣ୍ଡରେ ଆପୁ ମାନେ ନିଜ ମୁଣ୍ଡରେ ଧାରଣ କରୁଛି ଏବଂ ପାଦ ଧୋଇ ଦେଇକି ସେ ପାଣି କ'ଣ କରୁଛି ଫୋପାଡ଼ୁନି, ପାଣି କ'ଣ କରୁଛି ସେଇ ଥାଳିରେ ପୁଣି ରଖିକି ନିଜ ମୁଣ୍ଡରେ ଧାରଣ କରୁଛି ବା ନେଇ ସେଠୁ କ'ଣ କରୁଛି ନା ପିତୁରୁ ସମେତ ମାନେ ତା ବାପା ବି ସେଇଥିରେ ଅଛନ୍ତି। ତା ବାପା ଆଉ ସିଏ କି ଦୁଇ ଜଣ କ'ଣ କରୁଛନ୍ତି ନା ସେ ଡଙ୍ଗା ଉପରକୁ ଚାଲି ଯାଉଛନ୍ତି। ଉତ୍ତରୀ ଗୟୁ ପାର ପ୍ରତାପ ମାନେ ଶ୍ରୀକୃଷ୍ଣ ରାମଙ୍କର ପ୍ରତାପରେ କ'ଣ ହେଉଛନ୍ତି ନା ସେ ପ୍ରତାପିତ ହେଉଛନ୍ତି ବା ତାଙ୍କ ଶକ୍ତିକୁ ସେ ଧାରଣ କରୁଛନ୍ତି। ଉତ୍ତରୀ ଗାଈ ସବ ସାଜୁ ତବ କୃପାଲ ମନ ସୋଚ କବନ ବସ୍ତୁ ଦେଉ ଉତ୍ତରାହି ସୋଚତ ପ୍ରଭୁ ମନମୋଦ। ତାପରେ ସେଠୁ କ'ଣ କରୁଛନ୍ତି ନା ଶ୍ରୀରାମଚନ୍ଦ୍ର ଏବଂ ଯେଉଁ ସୁଗ୍ରୀବ ଲକ୍ଷ୍ମଣ ଏବଂ ସୀତାଙ୍କୁ ସେ ନଦୀ ପାରି କରିଦେଉଛନ୍ତି ଏବଂ ନଦୀ ପାରି କରିକି ଯେତେବେଳେ ସେ ପ୍ରଭୁ ଶ୍ରୀରାମଚନ୍ଦ୍ର ତା ନୌକାରୁ ଓହ୍ଲାଉଛନ୍ତି ବା ଡଙ୍ଗାରୁ ଓହ୍ଲାଉଛନ୍ତି ସେତେବେଳେ ଚିନ୍ତା କରୁଛନ୍ତି ଯେ ଆକୁ ମୁଁ ଉତ୍ତରାହି କ'ଣ ଦେବି, ମାନେ ଆକୁ କ'ଣ ଦେବି, ମାନେ ତା ଯେଉଁ ବଦଳରେ ଆମେ ଧର ଡଙ୍ଗାରେ ପାରି ହେଲେ ଯେମିତି ଡଙ୍ଗାବାଲା ଟଙ୍କା ନେବ, ତେଣୁ ପ୍ରଭୁ ଶ୍ରୀରାମଚନ୍ଦ୍ର ଭାବୁଛନ୍ତି ମୋ ପାଖରେ ତ ଟଙ୍କା ନାହିଁ, ମୁଁ ତ ବନକୁ ଆସିଛି, ମୁଁ ବର୍ତ୍ତମାନ ତାକୁ କ'ଣ ଦେବି। ଉତ୍ତରୀ ଗାଈ ସବ ସାଜୁ ତବ କୃପାଲ ମନ ସୋଚ ମାନେ କହୁଛନ୍ତି କ'ଣ ତାକୁ ଦେବି। କବନ ବସ୍ତୁ ଦେଉ ଉତ୍ତରାହି ସୋଚତ ପ୍ରଭୁ ମନମୋଦ ନିଜ ମନରେ ଆନନ୍ଦିତ ହେଉଛନ୍ତି ଏବଂ ଏତେ ବଡ଼ ଯେଉଁ କେଉଟ ଯେଉଁ ଭକ୍ତ ତାକୁ କ'ଣ ସେ ଦେବେ ସେଇ କଥା ଚିନ୍ତା କରି କରି ମନେ ମନେ ଖୁସି ହେଉଛନ୍ତି। ତାପରେ ଦେଖ କହି ସିରିୟରି ଉରୁ ସୋଚି ସିଏ ଦିହ୍ନି ମୁଦ୍ରିକା ଡାରି ମୁଦିତ ଲଖନ ସିଏ ରାମ ତବ କେବଟ ପ୍ରଗଟ ନିହାରି ଚରଣ ଗହିୟ ଅତି ପ୍ରୀତି ବସ କର ଜୋରି ବିନୟ କରେ ନାଥ ଆଜୁ ମୋହି କା ନାହିଁ ପାୱା ଭବ ଭୟ ଦୂରୀ କରେ। ତାପରେ କ'ଣ କରୁଛି ନା ପ୍ରଭୁ ଶ୍ରୀରାମଚନ୍ଦ୍ର ଚିନ୍ତା କରୁଛନ୍ତି ଯେ ମୁଁ ତାକୁ କ'ଣ ଦେବି, ଏଇ କଥା ଚିନ୍ତା କରୁ କରୁ ସିଏ ମାନେ ସୀତା କ'ଣ କରୁଛନ୍ତି ନା ନିଜର ହାତରେ ପିନ୍ଧୁଥିବା ଯେଉଁ ଆଙ୍ଗୁଠିରେ ପିନ୍ଧୁଥିବା ମୁଦ୍ରିକା ମାନେ ମୁଦିକୁ ତାକୁ ଦେଇ ଦେଉଛନ୍ତି। ମୁଦିତ ଲଖନ ସିଏ ରାମ ତବ କେବଟ ପ୍ରଗଟ ନିହାରି। ତାପରେ ସମସ୍ତେ କ'ଣ କରୁଛନ୍ତି ନା ସେ କେଉଟକୁ ଦେଖୁଛନ୍ତି ବା କେବଟକୁ ଦେଖୁଛନ୍ତି। ଚରଣ ଗହି ଅତି ପ୍ରୀତି ବସ କର ଜୋରି ବିନୟ କରେ। ତାପରେ କ'ଣ କରୁଛି ନା ସେ କେଉଟ କ'ଣ କରୁଛି ନା ପୁଣି ଆଉଥରେ ମାନେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ନମସ୍କାର କରୁଛି, ସମସ୍ତଙ୍କୁ ନମସ୍କାର କରୁଛି, ପାଦ ଛୁଇଁକି ଅତି ପ୍ରେମରେ ହାତ ଯୋଡ଼ି ବିନୟ କରୁଛି ଏବଂ ପ୍ରାର୍ଥନା କରୁଛି ନାଥ ଆଜୁ ମୋହି କା ନାହିଁ ପାୱା ଭୟ ଦୂରୀ କରେ। ମୁଁ ଆଜି ସବୁକିଛି ପାଇଯାଇଛି, କହୁଛି ହେ ପ୍ରଭୁ ମୁଁ ଆଜି ସବୁକିଛି ପାଇଯାଇଛି, ଦୁନିଆରେ ଯେତେ ଯାହା ମୁଁ କରିଥିଲି କିନ୍ତୁ ଆଜି ମୁଁ ସବୁ ପାଇଯାଇଛି। ଆପଣଙ୍କ ଦର୍ଶନ ପାଇଲି, ଆପଣଙ୍କ ପାଦ ଧୋଇଦେଲି ଏବଂ ଆପଣଙ୍କ ଯେଉଁ ଏଇ ଚରଣାମୃତକୁ ବି ପାଇଲି, ପାଦୁକା ବି ପାଇଲି, ତେଣୁ ମୁଁ ଆଜି ସବୁକିଛି ପାଇଯାଇଛି। ଆପଣ ଏତିକି ମୋତେ ଦୟା କରନ୍ତୁ ଯେମିତିକି ମୋ ଭୟ ଦୂର ହେଉ ଏବଂ ମୁଁ ଆପଣଙ୍କ କଥା ଆପଣଙ୍କ ଶରଣରେ ସବୁବେଳେ ରୁହେ, ମୋତେ ଏତିକି ଦୟା କରନ୍ତୁ। ନଦୀର ଆରପାରିରେ ଓହ୍ଲାଇ ସାରିଲା ପରେ କେଉଟ ଏଇ କଥା ମାନେ କ'ଣ କରୁଛି ନା ସେ ଯେଉଁ କେୱଟ ଯିଏ ସିଏ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ କହୁଛି ଯେ ମୋତେ ଏତିକି ଦୟା କରନ୍ତୁ ମୁଁ ଯେମିତି ଆପଣଙ୍କ ଶରଣରେ ସବୁଦିନ ପାଇଁ ରହିବି। ଛନ୍ଦ ଯୋଗ ତପ ଜପ ମଖଦାନା ଯୋ କଛୁ କିନ୍ନ ସୁକୃତ ଜଗନାନା ସବୁ କର ଫଲୁ ପ୍ରଭୁ ଆଜୁ ପାଇୟ ଅସୀମତି ଦେହୁ କୃପାଲୁ ଦେହୁ ଦୟାଲୁ
सुख सुखा ए सब कर फलु प्रभु आजु पाइय असीमति देहु दयालु सुखाए। माने ଏଇଠି ପୁଣି ସେ କେवट କହୁଛି ଯେ ହେ ପ୍ରଭୁ ମୁଁ ଯେତେ ଛନ୍ଦ ଯୋଗ ତପ ଜପ ମୁଁ ଆଜି ପର୍ଯ୍ୟନ୍ତ କରିଥିଲି ତାର ସବୁ ଫଳ ଆଜି ମୋତେ ମିଳିଗଲା। ସବୁ କର ଫଲୁ ପ୍ରଭୁ ଆଜ ପାଇ ଆଜି ହିଁ ମୋତେ ସବୁ ଜିନିଷ ମିଳିଗଲା। ମୁଁ ବହୁତ ଠାକୁରଙ୍କୁ ଡାକେ, ବହୁତ ଆପଣଙ୍କ କଥା ସବୁବେଳେ ଚିନ୍ତା କରେ, ଭାବେ, ଇଏ କରେ, କିନ୍ତୁ ଆଜି ମୋତେ ସବୁ ଫଳ ମିଳିଯାଇଛି। ଅସୀମତି ଦେହୁ ଦୟାଲୁ ସୁଖ। ଆଜି ମୋତେ ସବୁ ଜିନିଷ କ'ଣ କରିଛ? ତମେ ମୋତେ ପ୍ରଦାନ କରିଛ। ଦୁନିଆରେ ମୁଁ ଯେଉଁ ଯୋଗ କରୁଥିଲି, ଜପ କରୁଥିଲି, ତପ କରୁଥିଲି, ସବୁର ଫଳ ମୁଁ ଆଜି ଯେମିତି ଆଜି ହିଁ ମୁଁ ପାଇଲି। बहुविधि विनय किन्ह जब राम दिन बरुदान निर्मल भगति दिन्हि प्रभु मुदित भय भगवान। बहुविधि विनय किन्ह जब, एते विनय पर କ'ଣ କରୁଛନ୍ତି? ରାମ କ'ଣ କରୁଛନ୍ତି? ଏତେ ବିନୟ ସିଏ ଯେତେବେଳେ କରୁଛି, କାକୁତି ମିନତି ହେଉଛି ଯେ ମୋତେ ଆପଣଙ୍କ ଚରଣରେ ଶରଣ ଦିଅନ୍ତୁ, ସେଇ ସମୟରେ କ'ଣ କରୁଛନ୍ତି ନା ଏଇଭଳିଆ ବିନୟ ଯେଉଁ ପ୍ରାର୍ଥନାକୁ ଶୁଣି ଶ୍ରୀରାମଚନ୍ଦ୍ର କ'ଣ କରୁଛନ୍ତି ନା ତାକୁ ବରଦାନ ଦେଉଛନ୍ତି। ରାମ ଦିନ ବରୁଦାନ ମାନେ ତାଙ୍କୁ କ'ଣ କରୁଛନ୍ତି ନା ବରଦାନ ପ୍ରଭୁ ଶ୍ରୀରାମଚନ୍ଦ୍ର ଦେଉଛନ୍ତି। ନିର୍ମଳ ଭଗତି ଦିନ ପ୍ରଭୁ ତାଙ୍କୁ ନିର୍ମଳ ଭକ୍ତି ଦେଉଛନ୍ତି ଏବଂ କହୁଛନ୍ତି ତୁ ଯା, ମୁଁ ତତେ ବରଦାନ ଦେଉଛି ଯେ ତୁ ଆଜିଠାରୁ ମୋ ଶରଣରେ ହିଁ ରହିବୁ, ତୋର କୌଣସି ଅସୁବିଧା ହେବ ନାହିଁ। ଏ କଥା କହି କ'ଣ କରୁଛନ୍ତି ନା ପ୍ରଭୁ ଶ୍ରୀରାମଚନ୍ଦ୍ର ବିଦାୟ ନେଉଛନ୍ତି ଏବଂ କେବଟ ନିଜ ରାସ୍ତାରେ ନିଜେ ଯାଉଛି। ଏବଂ ସେଇଦିନ ଠାରୁ ସେ କେବଟ ଯିଏ ସିଏ ଶ୍ରୀରାମଚନ୍ଦ୍ରଙ୍କର ବହୁତ ବଡ଼ ଭକ୍ତ ହୋଇଯାଉଛି ଏବଂ ତାକୁ ଯେମିତି ସଂସାରର ସବୁ ଫଳ ଆଜି ମିଳିଯାଇଛି। ରାମଙ୍କର ପାଦ ଧୋଇଦେବା ଗୋଟେ ବହୁତ ବଡ଼ ସୌଭାଗ୍ୟର କଥା, ଯାହାକୁ ସେ କ'ଣ କରିଛି ନା ବିଭିନ୍ନ କଥା କହି ତାଙ୍କୁ ରାଜି କରାଇଛି। ଶ୍ରୀରାମଚନ୍ଦ୍ରଙ୍କ ପାଦ ଧୋଇ ଦେଇଛି ଏବଂ ତାଙ୍କୁ ବସେଇଛି, ଡଙ୍ଗାରେ ବସେଇଛି ଏବଂ ସେ ଆଜି ସୀତାଙ୍କ ଠାରୁ ମଧ୍ୟ ମୁଦ୍ରିକାଟିଏ ମଧ୍ୟ ପାଇଛି, ଯାହାକୁ ସେ ରଖିବ ଏବଂ ବାରମ୍ବାର ଦେଖିବ। ତେଣୁ କେବଟ ପ୍ରସଙ୍ଗରେ କେବଟର ମହିମା ବି ବର୍ଣ୍ଣନା କରାଯାଇଛି ଯେ କେବଟ କେତେ ଚାଲାକିର ସହିତ ପ୍ରଭୁଙ୍କ ଦର୍ଶନ ପାଇଲା ଏବଂ ପ୍ରଭୁଙ୍କର ପାଦ ଧୋଇବାର ସୁଯୋଗ ପାଇଲା। ଏହି କଥା ବର୍ଣ୍ଣନା କରୁଛନ୍ତି ତୁଳସୀଦାସ ଏହି ପଦ ମାଧ୍ୟମରେ, ଏ ଯେଉଁ ଚୌପାଇ ମାଧ୍ୟମରେ କହୁଛନ୍ତି ଯେ କେବଟ ବହୁତ ବଡ଼ ଗୋଟେ ତପି ଥିଲା ବା ବହୁତ ବଡ଼ ସନ୍ନ୍ୟାସୀ ଥିଲା, ଯିଏକି ଏତେ ବଡ଼ କ'ଣ ପ୍ରଭୁଙ୍କର ସଂସ୍ପର୍ଶରେ ଆସିଲା ଏବଂ ତାଙ୍କ ଭକ୍ତିକୁ ପ୍ରାପ୍ତ ହେଲା। ତେଣୁ ଆଶା କରୁଛି ସମସ୍ତଙ୍କୁ ଏଇ କେବଟ ପ୍ରସଙ୍ଗ ସମସ୍ତେ ବୁଝିପାରିଥିବେ ଏବଂ ଆଗକୁ ଆମେ ତୁଳସୀଦାସଙ୍କର କବି ପରିଚୟ, ତୁଳସୀଦାସଙ୍କର ଏଇ ଯେଉଁ କେବଟ ପ୍ରସଙ୍ଗ ଆଉ ଭରତ ମହିମା, ଏଥିରୁ ଆସିଥିବା ପୂର୍ବବର୍ଷ କୋଶ୍ଚିନ୍ ଗୁଡ଼ିକ ମଧ୍ୟ ଆମେ ଡିସ୍କସନ୍ କରିବା। କମ୍ପିଟିଟିଭ୍ ଏକ୍ଜାମ୍ସର ହିନ୍ଦୀ ପାଇଁ ଆପଣ ଏ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଥିବେ ଏବଂ ବେଲ୍ ଆଇକନ୍କୁ ଦବାଇଥିବେ, କାହିଁକିନା ଯାହା ଯାହା ଭିଡ଼ିଓ ଆସିବ ଆପଣ ଆଗକୁ ନୋଟିଫିକେସନ୍ ପାଇବେ। ରହୁଛି, ନମସ୍କାର।